ମୋ ନାମ ହଉଛି ଡମ୍ବରୁ ମଣ୍ଡଳ। ଡମ୍ବରୁ ଡମ୍ବରୁ ମଣ୍ଡଳ। ମୁଁ ଆସିଛି ବ୍ରହ୍ମପୁର ମାଣ୍ଡିଆପଲ୍ଲୀରୁ। ଆମର ହେଲା କଣ ଦେଶୀ, ସିଏ ବୁଲିବ ଟିକେ ବାହାରେ, ତାକୁ ଯେତେ ଆପଣ ମାଲିସ କଲେ ବି ସେମିତି ଧୂଳି ମୂଳି ହେଇକି ଆସିବ। ଆମର ସେ ଦହି ପହି ଲସି ଫସି ନାହିଁ। ଆମର ବିରିଚୁନି, କୁଣ୍ଡା, ଚକଡ, ମକା, ଚଣା ପିଡିଆ, ରାଶି ପିଡିଆ ଏସବୁ ଦିଆହଉଛି। ଆମ ହଉଛି ଡମ୍ବରୁ ମଣ୍ଡଳ। ଡମ୍ବରୁ ଡମ୍ବରୁ ମଣ୍ଡଳ। ମୁଁ ଆସିଛି ବ୍ରହ୍ମପୁର ମାଣ୍ଡିଆପଲ୍ଲୀରୁ। ଆମର ଏଇଟା ହଉଛି କାଙ୍କରେଜ ବୁଲ, କାଙ୍କରେଜ ଷଣ୍ଢ। ଷଣ୍ଢ ଷଣ୍ଢ ହଁ। ଇଏ ହଉଛି ଆମର 3-4 ବର୍ଷର ଷଣ୍ଢ। ଆଜ୍ଞା। ଆଗ ଏକ୍ଜିବିସନ ଆଣିବାର ମୁଖ୍ୟ କାରଣ ହଉଛି ଆଜିକାଲି ଯୋଉ ଆମର AI ଆର୍ଟିଫିସିଆଲ ବା ଆମର ଭେଟେନାରୀ ଡକ୍ଟର ମାନେ ଯୋଉ ଇଞ୍ଜେକ୍ସନ ଦ୍ୱାରା ମନେକର ଗୋଟେ ଗାଈର ଛୁଆ ରହୁନି, ତାକୁ ଛୁଆ ରହିବା ପାଇଁ ଯୋଉ ଇଞ୍ଜେକ୍ସନ ଦିଆହଉଛି, ଲୋକମାନେ ଦେଖିକି ଜାଣିବେ ଯେ ଆମର ଦେଶୀ ବୁଲ୍ ଅଛି, ଆଉ ଆମକୁ ସମ୍ପର୍କ କରିକି ଆମକୁ କଣ୍ଟାକ୍ଟ କରିକି ଆମ ପାଖକୁ ଆମର ଷଣ୍ଢ ସହିତ କ୍ରସିଂ କରି ନ୍ୟାଚୁରାଲ କ୍ରସିଂ କରିବା ପାଇଁ ଆଣିପାରିବେ। ହଁ, ଇଏ ପୁରା ପିଓର ଦେଶୀ ଷଣ୍ଢ କାଙ୍କରେଜ ବୁଲ୍। ହେଇଛି ହଁ। ଆସିଛି ଆଉ। ଆମର ଗୁଜୁରାଟରୁ ଅଣା ହେଇଥିଲା, ଆମର ସେଇଠି ଆଗ ହୁଏ ଆଉ। ହଁ। ୟାକୁ କେତେ ଥର ମିଟ୍ କରି ସାରିଲାଣି? କେତେଟା ଗାଈ ସହିତ? 2-3ଟା ଗାଈ ହେଇସାରିଲାଣି। ଆଜ୍ଞା। ଛୁଆ ହେଇଛନ୍ତି? ହଁ, ହେଇଛନ୍ତି। ସେଟା କଣ ଅଣ୍ଡିରା ଛୁଆ ନା ମାଇ ଛୁଆ? ଅଣ୍ଡିରା ମାଇ ସବୁ। ଅଣ୍ଡିରା ମାଇ ସବୁ। ହଁ, ସବୁ। କଣ କେତେ ରେଟ୍? ତାପରେ ଛୁଆ ରେଟ୍ କେତେ ନିଅ? ମାନେ କେତେ ନିଅ? ନା ସେମିତି କିଛି ବି ନାହିଁ ଆମର। ଫ୍ରି ଅଫ୍ କଷ୍ଟ। ଫ୍ରିରେ ମିଟ୍ କରାଅ? ହଁ, ଫ୍ରିରେ ମିଟ୍ କରୁଛୁ। ଛୁଆ ଛୁଆ କଣ ଛୁଆ ମାନେ ମାଇ ଛୁଆ ହେଲା କି ଅଣ୍ଡିରା ଛୁଆ କିଛି ନଉଥିଲ? ନାଇଁ ନାଇଁ, ସେମିତି କିଛି ନାହିଁ ଆମର। ଆମେ ସେମିତି ହଁ, ମାଗଣାରେ। ତାପରେ ଲାଭ କିଛି ନାହିଁ? ନାଇଁ, ଆମର ସେମିତି କିଛି ନାହିଁ। ଆମେ ତ ସେବା କରିବା ପାଇଁ ରଖିଛୁ, ଆମେ ଲାଭ କିଛି ଦେଖୁନୁ। ଗାଈ ଖାଉଛି କେତେ? ଗାଈ ଏମାନଙ୍କର ମୁଖ୍ୟତଃ ଏମାନେ ତ ଦେଶୀ, ଅଧିକ ଟାଇମ୍ ଏମାନେ ଚରିବେ। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଚରିବେ। ରାତିରେ ଯାହା କିଛି ସେମାନେ ଶୋଇବା ପୂର୍ବରୁ ଖାଇବାକୁ ଦିଆହଉଛି ଆଉ। ଆମର ଜଙ୍ଗଲରେ। ହଁ, ପାଖରେ ଆମର ଖୋଲାରେ ଆପଣ ଛାଡ଼ିବେ, ଖୋଲାରେ ଛାଡୁଛୁ। କିଛି ହବନି, କିଛି ହବନି। ମାନେ ଆପଣ ଛୋଟ ବେଳୁ ତା ପାଖରେ ରହିଲେ ସେ ଆପଣଙ୍କୁ ଚିହ୍ନି ଦେଇଥିବ, ଆପଣ କିଛି ବି କରିବନି। ଅଚିହ୍ନା ଲୋକ ଗଲେ ସେ ଗୋଡେଇବ, ମାରିବ, ଯାହା କିଛି ବି କରିବ। ଜଙ୍ଗଲରେ ବାଘ ଭାଲୁ ବୁଲୁଥିବେ, ସେ ସିଂହଟା ସେଇଥିପାଇଁ ଅଛି। ମାନେ ଲମ୍ବା କେତେ? ସିଂହଟା ଦେଖ ଗୋଟେ ଫୁଟେ ଥିବ ଆଉ। ଗୋଟେ ଫୁଟ? ତୋରାଣି ସବୁ ଖାଉଛି? ହଁ, ସବୁ ଖାଉଛି। ଷଣ୍ଢର ହାଇଟ୍ କେତେ? ଆମର ଏଠି 3-4-5 ଫୁଟ ହବ। 5 ଫୁଟ ହବ? ଆଜ୍ଞା। ଇଏ ଷଣ୍ଢ ଦିନକୁ କେତେ ଥର ଖାଉଛି? ଷଣ୍ଢ ଦିନକୁ ସନ୍ଧ୍ୟାବେଳେ ଖାଇବାକୁ ଦିଆହଉଛି, ସକାଳ ଟାଇମରେ ଖାଇବାକୁ ଦିଆହଉଛି, ଆଉ ବାକି ଟାଇମରେ ସେ ଚରୁଛି, ବାହାରେ ବୁଲି ଖାଉଛି। ବାହାରେ ମାନେ କଣ, ଖାଲି ଜଙ୍ଗଲରେ ନା ଗାଁ? ହଁ, ଜଙ୍ଗଲ। ଆମର କଣ ତେଲ ଫେଲ ଲଗାଉଛ ନା? ହଁ, ତେଲ ଫେଲ ଲଗାଉଛି। ସେପଟେ ଗୋଟେ ମଇଁଷି ଆଣିଛନ୍ତି, ତାକୁ କ୍ଲିନ୍ କରିକି ସଫା କରିଛନ୍ତି। ତମ ଷଣ୍ଢକୁ ସେମିତି କ୍ଲିନ୍ କଲନି? ସେଇଟା ହଉଛି ତାଙ୍କର କଣ, ଘରେ ରଖୁଛନ୍ତି ପୁରା। ଆମର ହେଲା କଣ ଦେଶୀ, ସିଏ ବୁଲିବ ଟିକେ ବାହାରେ, ତାକୁ ଯେତେ ଆପଣ ମାଲିସ କଲେ ବି ସେ ସେମିତି ଧୂଳି ମୂଳି ହେଇକି ଆସିବ। ଦହି ଲସି ଫସି ପିଉନି ସେ ମଇଁଷି? ତ ଦହି ଲସି ଆମର ସେ ଦହି ପହି ଲସି ଫସି ନାହିଁ। ଆମର ଖାଦ୍ୟ ଦିଆହଉଛି କଣ, ବିରିଚୁନି, କୁଣ୍ଡା, ଚକଡ, ମକା, ଆଉ ଚଣା ପିଡିଆ, ରାଶି ପିଡିଆ ଏସବୁ ଦିଆହଉଛି। ଗୁଡ ବି ଦିଆହଉଛି। ବାସ୍। ଘଷା ମଜା କିଛି କରୁନ? ଘଷା ମଜା କରାହଉଛି ସବୁବେଳେ, ପ୍ରତ୍ୟେକ ଦିନ ତାକୁ ଗଧା ହଉଛି ସକାଳ ଟାଇମରେ। କେତେ କୁଇଣ୍ଟାଲ ଓଜନ ହବ? ଦୈନିକ କେତେ ଟଙ୍କା ଖର୍ଚ୍ଚ ହଉଛି? ଆର ଓଜନ 600ରୁ 700 ହବ। ଆଉ ଖର୍ଚ୍ଚ ମାନେ ଏ ତ ଚରୁଛି ପ୍ରାୟ, ତ ଖର୍ଚ୍ଚ ନାଇଁ 600-700 କେଜି। 600-700 କେଜି? ଆଜ୍ଞା। 6 କୁଇଣ୍ଟାଲ ନା 6 ତ। ଆଉ ଖାଇବା ଖର୍ଚ୍ଚଟା ଟିକେ କମ ଆସୁଛି, ଯେହେତୁ ଏ ବେଶୀ ବୁଲାବୁଲି କରି ଖାଇ ଆସୁଛି, ସେଇଥିପାଇଁ। ଷଣ୍ଢ କେଜି କାଣ୍ଟା ଧରି ଆସନ୍ତୁ, ଦେଖିଦବା। ଷଣ୍ଢ କ୍ଷୀର କେତେ ଦଉଛି? ଷଣ୍ଢ କ୍ଷୀର ଦିଏନି, ଗାଈ କ୍ଷୀର ଦିଏ।